ୱିମ୍ବଲଡନ୍ 2026 ଆଲେକ୍ଜାଣ୍ଡାରଙ୍କୁ ପରାସ୍ତ କରି ଜାନିକ୍ ସିନର ହେଲେ ଚାମ୍ପିଅନ୍, ପଞ୍ଚମ ସଫଳତା ହାସଲ। ଇଟାଲୀର ଜାନିକ୍ ସିନର ରବିବାର ରାତିରେ ରୋମାଞ୍ଚକର ମ୍ୟାଚ୍ରେ ଜର୍ମାନୀର ଆଲେକ୍ଜାଣ୍ଡାର ଜଭରେଭଙ୍କୁ ପରାସ୍ତ କରି ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଏହା ସହିତ ବିଶ୍ୱର 1 ନମ୍ବର ଟେନିସ୍ ଖେଳାଳି ତାଙ୍କର ଟାଇଟଲ ବଜାୟ ରଖିଛନ୍ତି। ସିନର ଜଭରେଭଙ୍କୁ 6-7, 7-9, 7-6, 7-2, 6-3, 6-4ରେ ପରାସ୍ତ କରିଥିଲେ। ସିନର ଗତ ବର୍ଷ ଟାଇଟଲ ଜିତିଥିଲେ ଓ ବର୍ତ୍ତମାନ ଅଲ୍ ଇଂଲଣ୍ଡ କ୍ଲବରେ ତାଙ୍କର ଟାଇଟଲ ରକ୍ଷା କରୁଛନ୍ତି। ମାତ୍ର 12 ମାସ ପରେ ତାଙ୍କର ପଞ୍ଚମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତିଛନ୍ତି। ଏହା ତାଙ୍କର ପଞ୍ଚମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ, କିନ୍ତୁ ସେ ପୂର୍ବରୁ କୌଣସି ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତି ନାହାନ୍ତି। ସିନର 3 ଘଣ୍ଟା 46 ମିନିଟ୍ ଧରି ଚାଲିଥିବା ମ୍ୟାଚ୍ରେ 58ଟି ୱିନର ଓ 25ଟି ଅନଫୋର୍ସଡ୍ ଏରର୍ ମାରି ଜଭରେଭଙ୍କ 13ଟି ମ୍ୟାଚ୍ ଜିତିବା ଧାରାବାହିକକୁ ଶେଷ କରିଥିଲେ। ସିନର ଏହି ଗ୍ରାଣ୍ଡସ୍ଲାମ୍ ସାରା ଚମତ୍କାର ଖେଳିଥିଲେ। ପ୍ରଥମ ରାଉଣ୍ଡରେ ସେ ମିଆମିର କେକ୍ମାନୋଭିକ୍ ବିପକ୍ଷରେ ସଂଘର୍ଷ କରିଥିଲେ ଓ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ଅଧିକ ଶକ୍ତିଶାଳୀ ହୋଇ ଖେଳିବା ପାଇଁ ସେହି ମ୍ୟାଚ୍ରୁ ଶିଖିଥିଲେ। ଏଥିସହିତ ସେ ଏହି ସିଜିନ୍ରେ ଲଗାତାର ଷଷ୍ଠ ଟାଇଟଲ ଜିତିଥିବା ଖେଳାଳି ହୋଇଥିଲେ। ଜଭରେଭ୍ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ 9 ଥର ଅଂଶଗ୍ରହଣ କରିଥିଲେ, କିନ୍ତୁ କେବେ ୱିମ୍ବଲଡନ୍ କ୍ୱାର୍ଟର ଫାଇନାଲ ଆଗକୁ ବଢ଼ିନଥିଲେ। ଫ୍ରେଞ୍ଚ ଓପନ୍ ବିଜେତା ପ୍ରଥମ ଥର ପାଇଁ ଏହି ଫାଇନାଲରେ ପହଞ୍ଚି ଇତିହାସ ରଚିବାକୁ ଆଶା କରୁଥିଲେ, କିନ୍ତୁ ତାହା ବିଫଳ ହୋଇଥିଲା। ଜଭରେଭ୍ ପ୍ରଥମ ସେଟ୍ ଜିତିଲେ, କିନ୍ତୁ ସିନର ତାଙ୍କୁ ଏହା ପରେ ସୁଯୋଗ ଦେଇନଥିଲେ। ଜଭରେଭ୍ ଟାଇଟଲ ଜିତିବାକୁ ଓ 1991 ମସିହାରେ ମିସେଲ୍ ଷ୍ଟିଚ୍ ପରେ ୱିମ୍ବଲଡନ୍ ଜିତିବା ପାଇଁ ପ୍ରଥମ ଜର୍ମାନ ଖେଳାଳି ହେବାକୁ ଆଶା କରିଥିଲେ, କିନ୍ତୁ ସେ ସିନରଙ୍କୁ ପ୍ରତିରୋଧ କରିପାରିଲେ ନାହିଁ।